ସ୍ୱଚ୍ଛତା ପକ୍ଷ ପାଳନର କାର୍ଯ୍ୟକ୍ରମ। ଆମ ଭାରତର ପ୍ରତ୍ୟେକ ବିଦ୍ୟାଳୟରେ ସେପ୍ଟେମ୍ବର 1 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ରହିଛି। ଏହାକୁ ସ୍ୱଚ୍ଛତା ପକ୍ଷ ପାଳନ କୁହାଯାଉଛି। ଏଥିରେ ଗାଇଡଲାଇନ୍ ସବୁ କିପରି ଅଛି, ବ୍ୟାନର ପ୍ରସ୍ତୁତି, ଫଣ୍ଡରୁ କେତେ ଖର୍ଚ୍ଚ ହେବ, ଯେଉଁଦିନ ଛୁଟି ଅଛି ସେଦିନର କାର୍ଯ୍ୟକ୍ରମ ହେବ କି ନାହିଁ, ତେବେ କାର୍ଯ୍ୟକ୍ରମଟି କେବେ ହେବ, ବିଦ୍ୟାଳୟରେ ଦାୟିତ୍ୱର କିପରି ସୁପରିଚାଳନା କରିବେ ସେ ବିଷୟରେ ଏ ବିଷୟବସ୍ତୁଟି ଅଟେ। ଏହା ସମସ୍ତ ସ୍କୁଲକୁ ରାଜ୍ୟ ଯୋଜନା ନିର୍ଦ୍ଦେଶକଙ୍କ ଲେଟର ଅଟେ। ସବୁ ବ୍ଲକର ଶିକ୍ଷା ଅଧିକାରୀଙ୍କୁ ଲେଟର କରାଯାଇଛି। ଏହାର ନିର୍ଦ୍ଦେଶ ଅନୁସାରେ ସ୍ୱଚ୍ଛତା ଦିବସର ପ୍ରଥମ ଦିନ 1 ତାରିଖରେ ଛୁଟି ଥିବାରୁ 2 ତାରିଖ ସୋମବାର ଦିନ ହେବ କାର୍ଯ୍ୟକ୍ରମ। ଠିକ୍ ସେମିତି 7 ତାରିଖ ଏବଂ 8 ତାରିଖ ଛୁଟି ଥିବାରୁ 9 ତାରିଖ ଏବଂ 10 ତାରିଖରେ ଯୋଡ଼ିକି ସବୁ କାର୍ଯ୍ୟକ୍ରମ ହେବ। ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ ଦିନ ରବିବାର ଥିବାରୁ 14 ତାରିଖରେ କାମ ସରିବ। ସ୍କୁଲ ସ୍ତରରେ ଯେଉଁ କମ୍ପୋଜିଟ୍ ଗ୍ରାଣ୍ଟ ରହିଛି ସେଥିରୁ 10% ଖର୍ଚ୍ଚ କରିପାରିବେ। ଯଦି 1 ଲକ୍ଷ ରହିଛି ତେବେ 10,000 ଟଙ୍କା ଖର୍ଚ୍ଚ କରିପାରିବେ। ଯେଉଁ ମେଟେରିଆଲ ସବୁ କିଣିବେ ତାର ବଜେଟ୍ କରିବେ। ଡିବେଟ୍, ଏସେ, ସ୍ଲୋଗାନ, ପେଣ୍ଟିଂସ୍, ପୋଏମ୍, କୁଇଜ୍, ମଡେଲ ମେକିଂ ରହିଛି। ଛାତ୍ରଛାତ୍ରୀଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଭାବରେ ମନୋନୀତ କରିବେ। ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମକୁ ଇମେଲ ଜରିଆରେ ପଠାଇବେ। 1-2 ମିନିଟର ଭିଡିଓ ରେକର୍ଡ କରି 3ଟା ଭିତରେ ପଠାଇବେ। ଗୁଗୁଲ ଟ୍ରେକର ଲିଙ୍କରେ ମଧ୍ୟ ଡାଟା ଦେଇପାରିବେ। ଡେ ୱାଇଜ୍ ଡାଟାକୁ କେମିତି ଜଣାଇବେ ତା ପାଇଁ ସ୍ୱତନ୍ତ୍ର ଇମେଲ ଆଇଡି ତିଆରି ହୋଇଛି। ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମକୁ ନେଇ ଏଜେଣ୍ଡା ହୋଇଛି। ଏହି ଏଜେଣ୍ଡାରେ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମମାନ ରହିଛି। ଡେ 1ରେ ସ୍ୱଚ୍ଛତା ଶପଥ ଦିନ ଅଟେ। ଶିକ୍ଷକ, ଛାତ୍ରଛାତ୍ରୀ ତଥା ସବୁ ଷ୍ଟାଫମାନେ ଗୋଟିଏ କାର୍ଯ୍ୟକ୍ରମ ତିଆରି କରି ସ୍ୱଚ୍ଛତା ବିଷୟରେ ଶପଥ ପାଠରେ ଭାଗ ନେବେ। ଏହି ଶପଥର ବିଷୟବସ୍ତୁ ସ୍କୁଲକୁ ଆସିଥିବା ଚିଠିରେ ଅଛି। ଏହାକୁ ପଢ଼ିବା, ଶୁଣିବା। ଦ୍ୱିତୀୟ ଦିନର କାର୍ଯ୍ୟ ହେବ 3 ତାରିଖ ମଙ୍ଗଳବାର ଦିନ। ଏହି ଦିନ ଏସ୍ଏମ୍ସି, ଏସ୍ଏମ୍ଡିସି, ପିଟିଏଙ୍କୁ ନେଇ ଗୋଟିଏ ବୈଠକ ହେବ। ଏହି ଦିନ ସ୍କୁଲର ଚାରିଆଡ଼ ସଫା, ଶୌଚାଳୟ ସଫା, ହାତ ଧୋଇବାର ସାଧନ, ପାଣି ପିଇବାକୁ ତଦାରଖ କରିବା, ଜଳଶକ୍ତି ଅଭିଯାନ ହେବ। ରନ୍ଧାଘର, ଶ୍ରେଣୀଗୃହ, ପଙ୍ଖା, କବାଟ, ଝରକା ସଫା କରିବା, ଅନାବନା ଗଛ ସଫା କରିବା, ପୁରୁଣା ଭଙ୍ଗା ଜିନିଷ ସବୁ ବାହାର କରିବା। 4 ତାରିଖ 5 ତାରିଖ ଦିନ ପାଣି ସଂରକ୍ଷଣ, ପ୍ଲାଷ୍ଟିକର ବ୍ୟବହାର ଜାଣିବା, ଗୁରୁଦିବସ ପାଳନ କରିବା। 7, 8, 9, 10 ତାରିଖରେ ବିଭିନ୍ନ ସ୍ଲୋଗାନ ସ୍ୱଚ୍ଛତାକୁ ନେଇ କହିବା। ହାତ ଧୋଇବା, 10 ସେକେଣ୍ଡରେ ପାଣିର ଉପଯୁକ୍ତ ବ୍ୟବହାର ଏସବୁ ଶିଖାଇବା। 11 ତାରିଖରେ ହାଇଜିନ୍ ଡେ। 12 ତାରିଖରେ ସ୍କୁଲ ପରିଦର୍ଶନ ଦିବସ। ସ୍ଲୋଗାନ, ଡ୍ରଇଂ, ଗୀତ, ଏସେ, ଡିବେଟ୍, କୁଇଜ୍ ଏସବୁ କାର୍ଯ୍ୟକ୍ରମମାନ ରହିଛି। 13 ତାରିଖରେ ଏକ୍ସନ ପ୍ଲାନ ଡେ ଅଛି, ସଚେତନତା ଦିବସ। 15 ତାରିଖରେ ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ ଅଛି କିନ୍ତୁ ଏହା 14 ତାରିଖରେ ହେବ। ଧନ୍ୟବାଦ।